ସାର୍ ଆପଣ ଯେ 6 ବର୍ଷ କାଉଣ୍ଟ ହେଲା ଆପଣ କ'ଣ ଭାବୁଛନ୍ତି କେତେ ଦୂର ଆପଣଙ୍କର ସଫଳତା ହେଲା ଆପଣଙ୍କର ଦାବି ବିଷୟରେ କହିବେ ଟିକେ? ଶୁଣନ୍ତୁ, ଆମେ ଆମ ସଂଗଠନ ତରଫରୁ ଆମେ ବିଭିନ୍ନ ପର୍ଯ୍ୟାୟରେ ସରକାରଙ୍କ ସହିତ ଆଲୋଚନା କରୁଛୁ ଏବଂ ଦାବିପତ୍ର ମଧ୍ୟ ଦେଇଛୁ। 6 ବର୍ଷ ଗଣନା କରିବା ହେଉଛି ଆମର ଯୁକ୍ତ ଦାବି, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଆଜି ଯେଉଁ କମିଶନର ମ୍ୟାଡ଼ାମ ଗୋଟେ ବୈଠକ କରିଛନ୍ତି, ସେ ବୈଠକରେ ଏଇ ଯାହା ବି ଗୋଟେ ଚିଠି ବାହାରିଛି ସେଗୁଡ଼ାକ ସବୁ ଆଲୋଚନା କରାଯାଇଛି ଏବଂ ସ୍କିମାଟିକ୍ ଉଠିବା, ସ୍କିମାଟିକ୍ ଟିଚରମାନଙ୍କୁ ରେଗୁଲାର କରିବା, ଯେଉଁମାନେ ଆଗରୁ ଥିଲେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଜୁନିୟର ଟିଚର, ସ୍କିମାଟିକ୍, କଣ୍ଟ୍ରାକ୍ଚୁଆଲ, ଏମାନେ ସବୁ ନିୟମିତ କରିବା ଏବଂ ଶିକ୍ଷାର କାଉଣ୍ଟ କରିବା, ଏଇ କଥାଟା ସେଥିରେ ଆଲୋଚନା ହେଇଛି ଏବଂ ଗଭର୍ଣ୍ଣମେଣ୍ଟକୁ এটা ରେକମେଣ୍ଡେସନ୍ କରାଯାଇଛି। ଆଜି ଚିଠିରେ ସେ ଯେ ସବୁ ପ୍ରାଥମିକ ଶିକ୍ଷକମାନଙ୍କର ଯେଉଁମାନେ 2001 ମସିହାରୁ ଆଜି ପର୍ଯ୍ୟନ୍ତ ପାଇଛନ୍ତି ସେମାନଙ୍କର 6 ବର୍ଷ କାଉଣ୍ଟ ହେଇଯାଇନି ବୋଲି ଭାବନ୍ତି। ତା ଗୋଟେ ପ୍ରସ୍ତାବ ଦିଆଯାଇଛି ଉଚ୍ଚସ୍ତରୀୟ କମିଟିକୁ, ସରକାରଙ୍କୁ ବା ମୁଖ୍ୟମନ୍ତ୍ରୀ ନେଇଥାଇପାରେ ବା ଗଣଶିକ୍ଷା ମନ୍ତ୍ରୀ ନେଇଥାଇପାରେ, ରେକମେଣ୍ଡେସନ୍ ଦେବ। ଯେତେବେଳେ ନୋଟିଫିକେସନ୍ ବାହାରିବ ସେତେବେଳେ ଆମେ ତାକୁ ବିଶ୍ୱାସ ଦେବା। ତେଣୁ ଆମର ଏଇଟା ହେଉଛି ଦାବି ହେଉଛି ଯୁକ୍ତିଯୁକ୍ତ। ଆମେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଛୁ, ମିଳିତ ଆନ୍ଦୋଳନ କରିଛୁ, ଏକାକି ମଧ୍ୟ ଆମେ ଆନ୍ଦୋଳନ କରିଛୁ, ଆଲୋଚନା ମଧ୍ୟ କରିଛୁ ବିଭିନ୍ନ ପର୍ଯ୍ୟାୟରେ ସରକାରଙ୍କ ସହିତ। ଗଲା 13 ତାରିଖରେ, ଜୁଲାଇ 13 ତାରିଖରେ ମଧ୍ୟ ଆମେ ଆଲୋଚନା କରିଛୁ ସରକାରଙ୍କ ସହିତ। ଜୁନ୍ 13 ତାରିଖରେ ଆମେ ଆଲୋଚନା କରିଛୁ ଏବଂ ଏବେ ମଧ୍ୟ এই ଜୁଲାଇ ମାସରେ ମଧ୍ୟ ଆମେ ଆଲୋଚନା କରିଛୁ, ଦାବିପତ୍ର ମଧ୍ୟ ଦେଇଛୁ। ତେଣୁ ଆମର ଦାବି ଯୁକ୍ତିଯୁକ୍ତ, 6 ବର୍ଷ କାଉଣ୍ଟ ହେବାକୁ ମଧ୍ୟ ଯୁକ୍ତିଯୁକ୍ତ। କିନ୍ତୁ ଆଜି ବୈଠକରେ ଯାହା ବାହାରିଛି ଆମର 6 ବର୍ଷ ଗଣା ହେଇଯାଇଛି। ସେଇଟା ଆପଣ ଦେଖିଥିବେ ସୋସିଆଲ ମିଡ଼ିଆରେ ବହୁତ ଜୋର ମଧ୍ୟ ଟିଚର ମାନେ ଆଲୋଚନା କରୁଛନ୍ତି ଯେ ଆମର 6 ବର୍ଷ କାଉଣ୍ଟ ହେଇଗଲା, ସେ ବିଷୟରେ କ'ଣ କହିବେ? 6 ବର୍ଷ କାଉଣ୍ଟ ହେଇନାହିଁ, କାହିଁକିନା ସେଇଟା ହେଉଛି ଗୋଟେ ଆଲୋଚନା ଯାହା କମିଶନର ମ୍ୟାଡ଼ାମ ଅନ୍ୟାନ୍ୟ ତାଙ୍କର ଯେଉଁ ଅଫିସିଆଲ ସହିତ ଆଲୋଚନା କରୁଛନ୍ତି ଏବଂ ଆଲୋଚନା ହେଲା ପରେ ଯାହା ଯାହା ଆଲୋଚନା ହେଇଛି ସେଇଟାକୁ ସେ ଲିଖିତ ଭାବରେ ପରିପ୍ରକାଶ କରୁଛନ୍ତି ଏବଂ ଏଇଟା ରେକମେଣ୍ଡେସନ୍ କରୁଛନ୍ତି ଏମାନଙ୍କର କରାଯାଉ ବୋଲି। ନିଶ୍ଚିତ ଆଶା ବିଶ୍ୱାସ ଅଛି ଏହା ଲାଗୁ ହେବ। ନିଶ୍ଚିତ ଭାବରେ ଆମେ ଆଶା କରିବୁ 6 ବର୍ଷ କାଉଣ୍ଟ କରିବା ପାଇଁ ଆମେ ନିଶ୍ଚିତ ଆଶା କରିବୁ, ମଧ୍ୟ ଦାବି ବି କରିବୁ, ଆଉ ନିଶ୍ଚିତ ହେବ ବୋଲି ଆମେ ଆଶା। ଆଉ ଗୋଟେ ବୃହତ୍ତର ଦାବି ଥିଲା ଯେଉଁଟା କହୁଛନ୍ତି ଆପଣ ଗ୍ରେଡ୍ ପେ, ସେ ବିଷୟରେ କ'ଣ ଆପଣ ଜାଣିଛନ୍ତି? ଆମେ ତ କମିଶନର ମ୍ୟାଡ଼ାମ କହିଛନ୍ତି ଯେ ଗୋଟିଏ ବିଭାଗରେ, ଗଣଶିକ୍ଷା ବିଭାଗରେ ହାୟର ସେକେଣ୍ଡାରୀ ଲେବୁଲ 10 ଏବଂ ସେକେଣ୍ଡାରୀ ଲେବୁଲ 9 ଏବଂ ଏଲିମେଣ୍ଟାରୀ ଲେବୁଲ 6ରେ ରଖାଯାଇଛି 7th ପେ କମିଶନ। ତେଣୁ ଆମର ଯୁକ୍ତିଯୁକ୍ତ ହେଉଛି ଯେ ଆମେ ଗୋଟିଏ ଡିପାର୍ଟମେଣ୍ଟରେ, ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟରେ ହାୟର ସେକେଣ୍ଡାରୀ ଓ ଏଲିମେଣ୍ଟାରୀ, ତେଣୁ ଆମକୁ ଏଇଠି ରଖାଗଲାନି କାହିଁକି? ଯେତେବେଳେ 16 ମସିହାରେ ପେ କମିଶନ, 7th ପେ କମିଶନ ଲାଗିଲା, ତତ୍କାଳୀନ ଅବସ୍ଥାରେ ରହିଥିଲେ ଆମେ ଖୁସି ହେଇଥାଉ, କିନ୍ତୁ ଏବେ 10 ବର୍ଷ ପରେ ଯଦି ଆମକୁ ରଖାଯିବ ଆମେ ଏଥିରେ ଖୁସି ନୁହେଁ। ତେଣୁ ଆମେ ସେଣ୍ଟ୍ରାଲ ପେ ଯେଉଁଟାକି 4200 ଗ୍ରେଡ୍ ପେ ପାଇଁ ନିଶ୍ଚିତ ଭାବରେ ଆମେ ଦାବି କରିବୁ, ହାସଲ କରିବା ମଧ୍ୟ ବହୁ ଚେଷ୍ଟା କରିବୁ। ନାଇଁ, ବର୍ତ୍ତମାନ ସବୁଠୁ ଚର୍ଚ୍ଚାରେ ଅଛି, ସବୁ ଛୋଟ ବଡ଼ ସଂଗଠନ ଚାହୁଁଛନ୍ତି ଆଗାମୀ ଦିନ ଆନ୍ଦୋଳନ। ଆପଣ PST ସଂଗଠନ କ'ଣ ଆନ୍ଦୋଳନ କରିବେ ବୋଲି ଆଶା କରୁଛନ୍ତି? ନିଶ୍ଚିତ ଭାବରେ ଆମେ ଆନ୍ଦୋଳନ କରିବୁ, କିନ୍ତୁ ଆପଣ ଯଦି ଗୋଟେ ପ୍ରଶ୍ନ ଉଠିବେ ଯେ ମିଳିତ ଆନ୍ଦୋଳନ କରିବେ କି ନାହିଁ, ଆମେ ସବୁବେଳେ ମିଳିତ ଆନ୍ଦୋଳନ ପରେ ଥାଉ, କିନ୍ତୁ ମିଳିତ ଆନ୍ଦୋଳନ କରି ଆନ୍ଦୋଳନକୁ ଭଣ୍ଡୁର କରିବା ବା ସ୍ଥଗିତ କରିବା, ଶିକ୍ଷକ ଆନ୍ଦୋଳନକୁ ପଛରୁ ଛୁରିକାଘାତ ମାରିବା, ସେଭଳି ସଂଗଠନ ସହିତ ଆମେ ଯିବୁ ନାହିଁ। ଆମେ ଅକେଲା ଚଲ ନୀତିରେ ମଧ୍ୟ ଏକାକି ଲଢ଼ିବୁ ଆମ ଶକ୍ତି ସାମର୍ଥ୍ୟକୁ ଧରି ଏବଂ ଆମେ ପ୍ରାଇଭେଟ୍ ସ୍କୁଲ ଟିଚର୍ସ ଆସୋସିଏସନ୍ ବହୁ ପରେ। ନା, ଆପଣ କହିବା କଥା ଯେଉଁମାନେ ପୂର୍ବରୁ ମିଳିତ କହିକି ଲକ୍ଷାଧିକ ଟିଚର ଏକାଠି ହେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଯେଉଁମାନେ ଧକ୍କା ଦେଲେ ବା ଅଧାରୁ ଖସିଗଲେ ତାଙ୍କୁ ଆଉ କେବେ ଆପଣ ସାଥୀ କରିବେ? ଆମେ ତାଙ୍କ ସହିତ ଯିବୁ ନାହିଁ ବା ଆମେ ତାଙ୍କୁ ଆମ ସାଙ୍ଗରେ ମଧ୍ୟ ନେବୁ ନାହିଁ। ତେଣୁ ସ୍ପୋଣ୍ଟାନିୟସ୍ ଭାବେ ଓଡ଼ିଶାର ଟିଚରମାନେ ବୁଝିଗଲେଣି ଯେ କେଉଁ ସଂଗଠନ ଭଲ, କେଉଁ ସଂଗଠନ ଖରାପ, କେଉଁ ସଂଗଠନ ସରକାର ସହିତ ସାଲିସ ମାଲିସରେ ବିଶ୍ୱାସ କରୁଛି, କେଉଁ ସଂଗଠନ ଲଢ଼େଇରେ ବିଶ୍ୱାସ କରୁଛି ଏବଂ କିଏ ଲଢ଼େଇ କରି ସରକାରଙ୍କ ଦାବି ହାସଲ କରିପାରେ, ସେ କଥା ମଧ୍ୟ ଶିକ୍ଷକମାନେ ବୁଝିଲେଣି।
ତେଣୁ ଆମେ ଏବେ ଆନ୍ଦୋଳନ ଡାକିଲେ ବହୁ ସଂଖ୍ୟାରେ ଶିକ୍ଷକ ଯୋଗଦେବେ ଏବଂ ଦାବି ଆମେ ନିଶ୍ଚିନ୍ତ ଭାବରେ ହାସଲ କରିବୁ ନିଶ୍ଚିତ। ବହୁତ ବହୁତ ଧନ୍ୟବାଦ। ଆମ ସହିତ ଆଜି ଥିଲେ PSTର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା। ଆପଣଙ୍କ ବାର୍ତ୍ତା ପାଇଁ ଆପଣଙ୍କୁ ଧନ୍ୟବାଦ।